ସମସ୍ତେ କହନ୍ତି ବୋହୂ କଣ ଝିଅ ହେଇପାରିବ କି ଶାଶୁ କଣ ମା ହେଇପାରିବ? କାହିଁକି ହେଇପାରିବନି? ସେଇଟା ଯଦି ଶାଶୁ ବୁଝି ନେବେ ତାହେଲେ ଦୁନିଆରେ ସବୁ ଶାଶୁ ବୋହୂ ମା ଝିଅ ହେଇ ଚଳିପାରିବେ। କାରଣ ଏଠି ଝିଅଟି ତା ମା ବାପାଙ୍କୁ ଝିଅତା ପିଣ୍ଡ ଦେଇ ଆସିଥାଏ ତା ଶାଶୁ ଘରକୁ। ନିଜ ଘର ଲୋକଙ୍କୁ ସାରା ଜୀବନ ଛାଡି ଦେଇ ଶାଶୁ ଘରେ ସମସ୍ତଙ୍କୁ ନିଜର କରିବା ପାଇଁ। ହେଲେ କହନ୍ତୁ ଆଜ୍ଞା, କେତେ ଜଣ ବୋହୂକୁ ନିଜର ଭାବି ତାର ଠିକ ଭୁଲକୁ ନିଜର ଝିଅ ଭାବି ଆପଣେଇ ନିଅନ୍ତି? ବୋହୂଟେ ନିଜର ଘରର ସମ୍ଭାଳି ପିଲାମାନଙ୍କ କଥା ବୁଝି ଶାଶୁ ଶ୍ୱଶୁର ସ୍ୱାମୀ କଥା ବୁଝି ସାରିଲା ପରେ ଏତେ କଥା କରିବା ପରେ ତାକୁ ଶୁଣିବାକୁ ମିଳେ ସେ କଣ କରୁଛି। ସତରେ କଣ ଝିଅ ଜନ୍ମ କଣ ପାପ? ବିଚାର ଆପଣ ମାନଙ୍କର।